କଳାହାଣ୍ଡି ଜିଲ୍ଲାର ଐତିହାସିକ ଲାଞ୍ଜିଗଡ଼ ରଥଯାତ୍ରା ଚଳିତ ବର୍ଷ 151 ବର୍ଷରେ ପଦାର୍ପଣ କରିଛି। ବାହୁଡ଼ା ଯାତ୍ରା ଅବସରରେ ସମଗ୍ର ଲାଞ୍ଜିଗଡ଼ ଭକ୍ତି ଓ ଆଧ୍ୟାତ୍ମିକତାରେ ଉତ୍ସବ ମୁଖର ହୋଇଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ରଥରୁ ପହିଣ୍ଡି କରାଯାଇ ନୀଳାଦ୍ରି ବିଜେ ପରମ୍ପରା ଅନୁଯାୟୀ ମନ୍ଦିରକୁ ବାହୁଡ଼ା କରାଯାଇଥିଲା। ବାହୁଡ଼ା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଲାଞ୍ଜିଗଡ଼ ରାଜ ପରିବାରର ପରମ୍ପରା। ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ବିଧିବଦ୍ଧ ଭାବେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଏହି ପରମ୍ପରାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଘଟିଥିଲା। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶକୁ ମୁଖରିତ କରିଥିଲେ। ରଥ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ଭକ୍ତ ଓ ଭଗବାନଙ୍କ ଏହି ମହାମିଳନ ଲାଞ୍ଜିଗଡ଼ର ଧାର୍ମିକ ଐତିହ୍ୟ ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ଅନନ୍ୟ ନିଦର୍ଶନ ପାଲଟିଥିଲା। ରଥଯାତ୍ରା ପଥରେ ସୁରକ୍ଷା ବ୍ୟବସ୍ଥା ସହ ସ୍ୱେଚ୍ଛାସେବୀମାନେ ମଧ୍ୟ ସକ୍ରିୟ ଭାବେ ସେବା ଯୋଗାଇଥିଲେ। ହରିହର ସାଂସ୍କୃତିକ ସେବା ସମିତି ଏବଂ ଲାଞ୍ଜିଗଡ଼ର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଐତିହାସିକ ରଥଯାତ୍ରା ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଶୃଙ୍ଖଳିତ ଆୟୋଜକ, ପାରମ୍ପରିକ ନୀତିକାନ୍ତି ଏବଂ ଭକ୍ତଙ୍କ ଅପାର ସମାଗମ ଏହି ବର୍ଷର ବାହୁଡ଼ା ଯାତ୍ରାକୁ ସ୍ମରଣୀୟ କରିଛି। 151 ବର୍ଷର ଏହି ଐତିହାସିକ ପରମ୍ପରା କେବଳ ଲାଞ୍ଜିଗଡ଼ ନୁହେଁ, ସମଗ୍ର କଳାହାଣ୍ଡିର ଧାର୍ମିକ ଓ ସାଂସ୍କୃତିକ ଗୌରବର ପ୍ରତୀକ ଭାବେ ପରିଚିତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାହୁଡ଼ା ଯାତ୍ରା ଭକ୍ତି, ପରମ୍ପରା ଓ ସମନ୍ୱୟର ଏକ ଅଭୂତପୂର୍ବ ଦୃଶ୍ୟ ସୃଷ୍ଟି କରିଥିଲା। ବର୍ତ୍ତମାନ ହରିହର ସାଂସ୍କୃତିକ ସେବା ସମିତିର କୋଷାଧ୍ୟକ୍ଷ ଅଛି। ରଥଯାତ୍ରା ନୀତିକାନ୍ତି ଆମର ଯେତେବେଳେ ଏହି ଲାଞ୍ଜିଗଡ଼ର ମନ୍ଦିର ପାଟରାଜା ମହେଶ୍ୱରୀ ପ୍ରସାଦ ଦେଓ ଆରମ୍ଭ କରିଥିଲେ, ସେହି ଦିନଠୁ ଆମର ନୀତିକାନ୍ତି ଚାଲି ଆସୁଛି। ସେ ପୂର୍ଣ୍ଣାଙ୍ଗ ଭାବରେ ଆଗରୁ ଆମର ଚାଲି ପାରୁନଥିଲା, ଯେହେତୁ ଆମର ସବୁ ପ୍ରକାର ବ୍ୟବସ୍ଥା ଅସୁବିଧା ଥିଲା। ଆଜି ଆମର ଯେଉଁ ରଥଯାତ୍ରା ହେବାକୁ ଯାଉଛି, ସେଇଟା ଆମ ପାଟରାଜାଙ୍କ ଯେଉଁ ନୀତିକାନ୍ତି ଚାଲିଛି ତାକୁ ଆମେ ବଜାୟ ରଖିଛୁ। ଲାଞ୍ଜିଗଡ଼ରେ ଗତ 2023 ମସିହାରେ ଏକ ଭବ୍ୟ ମନ୍ଦିର ସମସ୍ତଙ୍କ ସହଯୋଗ, ବେଦାନ୍ତର 70% ଏବଂ ପବ୍ଲିକ ଫଣ୍ଡ 30% ସମସ୍ତଙ୍କର ସହଯୋଗରେ ଚାରଣା ଆଠଣା ସମସ୍ତ ଭକ୍ତମାନେ ଦେଇଛନ୍ତି ଏବଂ ସେହି ଅର୍ଥରେ ଆଜି ଏଡ଼େ ବଡ଼ 5 କୋଟିରୁ ଉର୍ଦ୍ଧ୍ୱ ଆମର ଭବ୍ୟ ମନ୍ଦିର ନିର୍ମାଣ ହେଇଛି। ସେହି ମନ୍ଦିର ନିର୍ମାଣ ହେଲା ଦିନଠୁ ଆମର କିଛିଟା ନୀତିକାନ୍ତି ଆମର ପରିବର୍ତ୍ତନ ହେଇଛି, ଯେଉଁଟାକୁ ଆଗରୁ ଆମେ କରିପାରୁନଥିଲୁ। ବର୍ତ୍ତମାନ ବେଦାନ୍ତ ଆସିବା ଦ୍ୱାରା ଲୋକଙ୍କ ପାଖରେ, ସମସ୍ତଙ୍କ ପାଖରେ ଅର୍ଥର ଅଭାବ ନାହିଁ। ତେଣୁ ସମସ୍ତେ ଯାହା ବି ତାଙ୍କର ଇଚ୍ଛା ସେମାନେ ଆମ ମନ୍ଦିରକୁ ସେମାନେ ଦାନ କରୁଛନ୍ତି। ସେଇ ଦାନରେ ଆଜି ଆମର ମନ୍ଦିର ଆମେ କରୁଛୁ। ଆଜି ଆମେ ଦୀର୍ଘଦିନ ଧରି ଏଇ ଯେ ମନ୍ଦିର ଆମେ ଇଏ କରୁଛୁ, ସେଥିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ এই ଅଞ୍ଚଳବାସୀଙ୍କୁ ଏବଂ ଏହି ଗ୍ରାମବାସୀକୁ ତଥା ବିଶ୍ୱବାସୀକୁ ସେ ନିଶ୍ଚିତ ଭାବେ ସମସ୍ତଙ୍କୁ ଭଲରେ ରଖିବେ। ଆଜି ଆମେ ଖୁସି ଲାଗୁଛି। ଆଜି ଦୀର୍ଘ 1.5 ବର୍ଷ ପାଖାପାଖି ହେବାକୁ ଯାଉଛି এই ଭବ୍ୟ ମନ୍ଦିର ଯେତେବେଳେ ନିର୍ମାଣ ହେଲା 2023ରୁ ଆଜି ହେଲା 2026, 3 ବର୍ଷ ଉପରେ ଅନେକ ନୀତିକାନ୍ତି ଆମର ଡେଭଲପ୍ କରିଛି। ପୁରୀ ନୀତିକାନ୍ତକୁ ଆମେ କିଛି ନା କିଛି ଆମେ ସୁଚାରୁ ରୂପେ ପାଳନ କରି ଆସୁଛୁ। ତେଣୁକରି ଆମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ। ଏ ଅଞ୍ଚଳବାସୀ ତଥା ବିଶ୍ୱବାସୀ ଓଡ଼ିଶାକୁ ସଦ୍ବୁଦ୍ଧି ଦିଅନ୍ତୁ, ସମସ୍ତଙ୍କୁ ଭଗବାନ ମଙ୍ଗଳରେ ରଖନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ।